ओम श्री गणेशाय नमः। ओम श्री शांभु सदाशिवाय नमः। श्री शिवपुराण महात्म्य भवाब्धिमग्नं दीनं मां समुदर भवान्नवात् कर्मग्रासगुहितांगं दासुहं तव शंकर। ସୌନକଙ୍କର ସାଧନ ବିଷୟକ ପ୍ରଶ୍ନ ଏବଂ ଉତ୍ତର ରୂପେ ସୂତ ମୁନିଙ୍କ ମୁଖରୁ ଶିବ ପୁରାଣର ଉତ୍କୃଷ୍ଟ ମହିମା ବର୍ଣ୍ଣନା। ଶ୍ରୀ ସୌନକ ପଚାରିଲେ, ହେ ମହାଜ୍ଞାନୀ ସୂତ ମୁନି, ଆପଣ ତ ସମସ୍ତ ସିଦ୍ଧାନ୍ତର ଜ୍ଞାତା। ପ୍ରଭୁ ପୁରାଣମାନଙ୍କ କଥାରୁ ସାରତତ୍ତ୍ୱ ଉଦ୍ଧାର କରି ମୋ ଆଗରେ ବିଶେଷ ରୂପେ ବର୍ଣ୍ଣନା କରନ୍ତୁ। ମୋତେ କୁହନ୍ତୁ ଯେ ସଦାଚାର, ଭଗବତ ଭକ୍ତି ଓ ବିବେକ କିପରି ବୃଦ୍ଧି ହୁଏ। ସାଧୁ ପୁରୁଷ କିପରି ସେମାନଙ୍କ କାମ କ୍ରୋଧାଦି ମାନସିକ ବିକାରକୁ ନିବାରଣ କରିଥାନ୍ତି। ଏ କଳି କାଳରେ ଜୀବମାନେ ପ୍ରାୟ ଆସୁର ସ୍ୱଭାବର ହୋଇଗଲେଣି। ସେମାନଙ୍କୁ ବିଶୁଦ୍ଧ ଦୈବୀ ସମ୍ବନ୍ଧରେ ସମ୍ପନ୍ନ କରିବାକୁ ସର୍ବଶ୍ରେଷ୍ଠ ଉପାୟ କ'ଣ? ଆପଣ ମୋତେ ଏପରି ଗୋଟିଏ ଶାଶ୍ୱତ ସାଧନ କହନ୍ତୁ, ଯାହା ସମସ୍ତ କଲ୍ୟାଣକାରୀ ପନ୍ଥା ମଧ୍ୟରେ ବି ସବୁଠୁ ଉତ୍କୃଷ୍ଟ ଓ ପରମ ମଙ୍ଗଳକାରୀ ହୋଇଥିବ ଏବଂ ସମସ୍ତ ପବିତ୍ର କାରକ ଉପାୟ ମଧ୍ୟରେ ବି ସର୍ବୋତ୍ତମ ହୋଇଥିବ। ମାତ ସେହି ସାଧନ ଏପରି ହୋଇଥିବା ଉଚିତ, ଯାହା ଅନୁଷ୍ଠାନ କଲେ ଅନ୍ତଃକରଣ ଅବିଳମ୍ବେ ବିଶୁଦ୍ଧ ହୋଇଯିବ ଏବଂ ବିଶୁଦ୍ଧ ଚିତ୍ତ ବ୍ୟକ୍ତିକୁ ସଦାକାଳ ପାଇଁ ଶିବଙ୍କ ପ୍ରାପ୍ତି ହୋଇଯିବ। ସୂତ କହୁଛନ୍ତି, ମୁନିଶ୍ରେଷ୍ଠ ସୌନକ, ତୁମେ ଧନ୍ୟ, କାରଣ ତୁମ ହୃଦୟରେ ପୁରାଣ କଥା ଶୁଣିବାକୁ ବିଶେଷ ପ୍ରେମ ଓ ଲାଳସା ରହିଛି। ଏଣୁ ମୁଁ ଶୁଦ୍ଧ ବୁଦ୍ଧିରେ ବିଚାର କରି ତୁମ ସମକ୍ଷରେ ପରମ ଉତ୍ତମ ଶାସ୍ତ୍ରର ବ୍ୟାଖ୍ୟାନ କରୁଛି। ବତ୍ସ, ତାହା ସମସ୍ତ ଶାସ୍ତ୍ରୋକ୍ତ ସିଦ୍ଧାନ୍ତରେ ପରିପୂର୍ଣ୍ଣ, ଭକ୍ତି ଇତ୍ୟାଦିର ବୃଦ୍ଧିକାରକ ଏବଂ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିଥାଏ। ତାହା କର୍ଣ୍ଣ ନିମନ୍ତେ ଅମୃତ ତୁଲ୍ୟ ତଥା ଦିବ୍ୟ। ତୁମେ ତାହା ଶ୍ରବଣ କର। ମୁନେ, ସେହି ପରମ ଉତ୍ତମ ଶାସ୍ତ୍ର ହେଲା ଶିବ ପୁରାଣ। ଏହାକୁ ପୂର୍ବକାଳରେ ଭଗବାନ ଶିବ ହିଁ ପ୍ରକାଶ କରିଥିଲେ। ଏହା କାଳ ରୂପୀ ସର୍ପର ଘୋର ତ୍ରାସକୁ ବିନାଶ କରିଥାଏ। ମୁନି, ସନତ କୁମାରଙ୍କ ଉପଦେଶ କ୍ରମେ ଗୁରୁଦେବ ବ୍ୟାସ ବଡ଼ ଆଦରରେ ଏହି ପୁରାଣକୁ ସଂକ୍ଷିପରେ ପ୍ରତିପାଦନ କରିଛନ୍ତି। କଳିଯୁଗରେ ଜନ୍ମ ନେଉଥିବା ମନୁଷ୍ୟଙ୍କର ପରମ ହିତ ସାଧନ କରିବା ହିଁ ଏହି ପୁରାଣ ପ୍ରଣୟନର ଉଦ୍ଦେଶ୍ୟ। ଉକ୍ତ ଶିବପୁରାଣ ପରମ ଉତ୍ତମ ଶାସ୍ତ୍ର ଅଟେ। ଏହାକୁ ଭୂତଳରେ ଭଗବାନ ଶିବଙ୍କର ବାଣମୟ ସ୍ୱରୂପ ବୋଲି ବୁଝିବା ଉଚିତ ଏବଂ ଏହା ସବୁ ପ୍ରକାରେ ସେବନୀୟ। ଏହାର ପଠନ ଓ ଶ୍ରବଣ ସର୍ବସାଧନ ସ୍ୱରୂପ। ଏହାଦ୍ୱାରା ମନୁଷ୍ୟ ଶିବ ଭକ୍ତି ଲାଭ କରିବା ସଙ୍ଗେ ସଙ୍ଗେ ଶ୍ରେଷ୍ଠତମ ସ୍ଥିତିରେ ପହଞ୍ଚି ଶିବପଦକୁ ପ୍ରାପ୍ତ ହୁଏ। ତେଣୁ ସମସ୍ତ ପ୍ରକାର ପ୍ରଯତ୍ନ କରି ମନୁଷ୍ୟ ଏହାକୁ ପଢ଼ିବାକୁ ଇଚ୍ଛା କରିଥାନ୍ତି ଅଥବା ଏହାର ଅଧ୍ୟୟନକୁ ଅଭୀଷ୍ଟ ସାଧନ ବୋଲି ସ୍ୱୀକାର କରିଥାନ୍ତି। କେବଳ ପ୍ରେମପୂର୍ବକ ଶ୍ରବଣ କଲେ ମଧ୍ୟ ଏହା ସମସ୍ତ ମନୋବାଞ୍ଛିତ ଫଳ ପ୍ରଦାନ କରିଥାଏ। ଭଗବାନ ଶିବଙ୍କର ଏ ପୁରାଣକୁ ଶ୍ରବଣ କରି ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୋଇଯାଏ ଏବଂ ଜୀବନରେ ନାନା ପ୍ରକାର ଉତ୍କୃଷ୍ଟ ଭୋଗମାନ ଉପଭୋଗ କରି ଶେଷରେ ଶିବଲୋକକୁ ଯାଇଥାଏ। 7ଟି ସଂହିତାରେ ବିଭକ୍ତ ଏହି ଶିବପୁରାଣ ନାମକ ଗ୍ରନ୍ଥରେ 24,000 ଶ୍ଲୋକ ରହିଛି। ମନୁଷ୍ୟ ଭକ୍ତି, ଜ୍ଞାନ ଓ ବୈରାଗ୍ୟରେ ସମ୍ପନ୍ନ ହୋଇ ଏହାକୁ ଆଦରପୂର୍ବକ ଶ୍ରବଣ କରିବା ଉଚିତ। ଉକ୍ତ ସପ୍ତସଂହିତା ଯୁକ୍ତ ଦିବ୍ୟ ଶିବପୁରାଣ ପରଂବ୍ରହ୍ମ ପରମାତ୍ମାଙ୍କ ପରି ବିରାଜମାନ ଏବଂ ଏହା ସବୁଠୁ ଉତ୍କୃଷ୍ଟ ଗତି ପ୍ରଦାନ କରିଥାଏ। ଯେ ନିରନ୍ତର ଅନୁସନ୍ଧାନ ପୂର୍ବକ ଏ ଶିବପୁରାଣକୁ ବ୍ୟାଖ୍ୟା କରେ ଅଥବା ନିତ୍ୟ ପ୍ରେମପୂର୍ବକ ପାଠ କରେ, ସେ ଯେ ନିଶ୍ଚିତ ରୂପେ ପୁଣ୍ୟ ଆତ୍ମା।
ଏଥିରେ ସନ୍ଦେହ ନାହିଁ। ଯେଉଁ ସୁଜ୍ଞାନୀ ମନୁଷ୍ୟ ଅନ୍ତକାଳରେ ଭକ୍ତିପୂର୍ବକ ଏହି ପୁରାଣକୁ ଶ୍ରବଣ କରେ, ତା ଉପରେ ପ୍ରଭୁ ମହେଶ୍ୱର ଅତ୍ୟନ୍ତ ପ୍ରସନ୍ନ ହୋଇ ତାକୁ ଆପଣା ପଦ ଧାମ ପ୍ରଦାନ କରନ୍ତି। ଯେ ପ୍ରତିଦିନ ଆଦରରେ ଏହି ପୁରାଣକୁ ପୂଜା କରେ, ସେ ଏ ସଂସାରରେ ସମସ୍ତ ଭୋଗ ଉପଭୋଗ କରି ଅନ୍ତକାଳରେ ଭଗବାନ ଶିବଙ୍କ ପଦକୁ ପ୍ରାପ୍ତ ହୁଏ। ଯେ ପ୍ରତିଦିନ ନିରଳସ ହୋଇ ଶିବ ପୁରାଣକୁ ପଟ୍ଟ ବସ୍ତ୍ର ଇତ୍ୟାଦିରେ ଗୁଡ଼ାଇ ଯତ୍ନରେ ରଖି ଏହାର ସମ୍ମାନ କରେ, ସେ ସଦା ସୁଖୀ ରହେ। ଶିବ ପୁରାଣ ନିର୍ମଳ ଓ ଶିବଙ୍କର ସର୍ବସ୍ୱ। ଯେ ଇହଲୋକ ଓ ପରଲୋକରେ ସୁଖ ଚାହେଁ, ତା ପକ୍ଷେ ଏହାକୁ ଆଦରପୂର୍ବକ ସେବନ କରିବା ଉଚିତ। ଏହି ନିର୍ମଳ ଓ ଉତ୍ତମ ପୁରାଣ ଧର୍ମ, ଅର୍ଥ, କାମ ଓ ମୋକ୍ଷ ରୂପୀ ଚାରି ପୁରୁଷାର୍ଥ ପ୍ରଦାନ କରିଥାଏ। ତେଣୁ ସର୍ବଦା ଏହାକୁ ପ୍ରେମପୂର୍ବକ ଶ୍ରବଣ ଓ ପଠନ କରିବା ଉଚିତ।